ରାଜ୍ୟରେ ତାଣ୍ଡବ କରୁଛି ପ୍ରବଳ ଗରମ ଆଉ ଗୁଳୁଗୁଳି। ଅସ୍ତବ୍ୟସ୍ତ ହୋଇପଡ଼ୁଛି ଜନଜୀବନ। ଗାଁଠୁ ସହର ସବୁଠି ବର୍ତ୍ତମାନ ପ୍ରଚଣ୍ଡ ରୌଦ୍ରତାପରେ ଥରହର ହୋଇପଡ଼ିଛି ସାରା ଦେଶ। ତେବେ ଦର୍ଶକ ବନ୍ଧୁ, କେମିତି ରହିବ ଆଗାମୀ 24 ଘଣ୍ଟା ରାଜ୍ୟର ପାଣିପାଗ, ଦେଶର ପାଣିପାଗ? ବର୍ଷାକୁ ନେଇକି କ'ଣ ରହିଛି ବଡ଼ ଖବର? ସତରେ କ'ଣ ଆଗକୁ ହେବ ବର୍ଷା, ଯାହା ପାଇଁ କି ଗରମରୁ ମିଳିବ ମୁକ୍ତି? ଆସନ୍ତୁ ଆଜିର ଭିଡ଼ିଓରେ ଆଲୋଚନା କରିବା। ସର୍ବପ୍ରଥମେ ଜାଣିବା ସାଟେଲାଇଟ୍ ଇମେଜରେ କ'ଣ ରହିଛି ପାଣିପାଗର ପ୍ରଣାଳୀ। ଦର୍ଶକ ବନ୍ଧୁ, ବଙ୍ଗୋପସାଗରରେ ଗୁରୁଚାପ ବଳୟ ହେତୁ ଉପକୂଳ ଓଡ଼ିଶାରେ ସାମାନ୍ୟ ସାମୁଦ୍ରିକ ବାୟୁ ପ୍ରବାହିତ ହେଉଛି। ସେହିପରି ଦର୍ଶକ ବନ୍ଧୁ, ଆପଣଙ୍କର ଜାମ୍ମୁ କାଶ୍ମୀର ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟ ଛୋଟ ପଶ୍ଚିମ ଝଡ଼ ଦେଖିବାକୁ ମିଳୁଛି। ତେବେ ଗତ 24 ଘଣ୍ଟା ମଧ୍ୟରେ ବାରିପଦାରେ ସର୍ବାଧିକ 43.6 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ରାଣୀତଳାରେ 42 ଡିଗ୍ରୀ, ତା ସହିତ ପାରଳାଖେମୁଣ୍ଡିରେ 42.4, ନୂଆପଡ଼ାରେ 42.4, ତାଳଚେରରେ 42 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ଗତ 24 ଘଣ୍ଟା ମଧ୍ୟରେ। ସେହିପରି ବୌଦ୍ଧରେ 42 ଡିଗ୍ରୀ, ଆପଣଙ୍କର ଭୁବନେଶ୍ୱରରେ 41.9, ମାଲକାନଗିରିରେ 41.9, ଅନୁଗୁଳରେ 41.7, ନୟାଗଡ଼ରେ 41.7, ଚାନ୍ଦବାଲିରେ 41.6 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି। ସେହିପରି ଦର୍ଶକ ବନ୍ଧୁ, ଟିଟିଲାଗଡ଼, ଖୋର୍ଦ୍ଧା, ଜଗତସିଂହପୁର, ଝାରସୁଗୁଡ଼ା, ମହିଷାପଟ ଏବଂ ବାଲେଶ୍ୱର ଜିଲ୍ଲାରେ 41 ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ଗତ 24 ଘଣ୍ଟା ମଧ୍ୟରେ। ଆଜି ମଧ୍ୟ ରାଜ୍ୟର କେତେକ ଅଞ୍ଚଳରେ ପ୍ରବଳ ଖରା ହେବାର ଆଶଙ୍କା ରହିଛି। କିନ୍ତୁ ଦର୍ଶକ ବନ୍ଧୁ, ଗତ 24 ଘଣ୍ଟା ମଧ୍ୟରେ କିଛି ଜିଲ୍ଲାରେ ସାମାନ୍ୟ କାଳ ବୈଶାଖୀର ବର୍ଷା ଦେଖିବାକୁ ମିଳୁଛି। ଯେମିତିକି କେନ୍ଦ୍ରାପଡ଼ା, ଯାଜପୁର ଏବଂ କେଉଁଝର, ଏହି ତିନୋଟି ଜିଲ୍ଲାରେ ସାମାନ୍ୟ ବର୍ଷା ଦେଖିବାକୁ ମିଳୁଛି। କେନ୍ଦ୍ରାପଡ଼ାର ବିଭିନ୍ନ ଜିଲ୍ଲାରେ ହାଲକା ଫୁଲକା ବର୍ଷା ଏବଂ ବଜ୍ରପାତ ଦେଖିବାକୁ ମିଳୁଛି ଏବଂ କେନ୍ଦ୍ରାପଡ଼ାରେ ବଜ୍ରପାତ ଜନିତ ଘଟଣା ଯୋଗୁଁ 3 ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ଆସିଛି। ତେବେ ଦର୍ଶକ ବନ୍ଧୁ, ବର୍ତ୍ତମାନ ସମୟରେ ଆପଣ ମୋବାଇଲରେ ଦେଖିପାରୁଥିବେ କେଉଁ ଜିଲ୍ଲାରେ କେମିତି ରହିଛି ବର୍ଷାର ଚିତ୍ର। ତେବେ ଦର୍ଶକ ବନ୍ଧୁ, ପାଣିପାଗ ସୂଚନା ଦେଇଛି ଆଗାମୀ ଦିନରେ ତାପମାତ୍ରା 2ରୁ 4 ଡିଗ୍ରୀ ଆହୁରି ବଢ଼ିବାର ଆଶା ରହିଛି 3 ଦିନ ମଧ୍ୟରେ। ଦର୍ଶକ ବନ୍ଧୁ, କୌଣସି ତାପମାତ୍ରାରେ ପରିବର୍ତ୍ତନ ହେବାର ଆଶା ନାହିଁ, କାରଣ ବର୍ତ୍ତମାନ ଦିନର ତାପମାତ୍ରା ବଢ଼ୁଛି ଏବଂ ଗରମ ଗୁଳୁଗୁଳି ମଧ୍ୟ ବଢ଼ୁଛି। ଦିନ 11ଟାରୁ 3ଟା ମଧ୍ୟରେ ଆପଣ ନିଶ୍ଚୟ ଉପରେ ପଦାକୁ ବାହାରନ୍ତୁ ନାହିଁ। ଯଦି ବା ପଦାକୁ ଯାଉଛନ୍ତି ତାହେଲେ ନିଶ୍ଚୟ ଉପରେ ଆପଣ ସମସ୍ତ ତୟାର କରିକି ଯାଆନ୍ତୁ, କାରଣ 11ଟାରୁ 3ଟା ମଧ୍ୟରେ ପିକ୍ ଟାଇମ୍ ହୋଇଥିବାରୁ ବା ଅଧିକ ଖରା ହୋଇଥିବାରୁ ଆପଣ ସତର୍କ ଅବଲମ୍ବନ କରନ୍ତୁ। ସେହିପରି ଦର୍ଶକ ବନ୍ଧୁ, ଆଗାମୀ 3 ଦିନ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକରୁ ସମସ୍ତ ସ୍କୁଲକୁ ବେସରକାରୀ ଏବଂ ସରକାରୀ ସ୍କୁଲ ମଧ୍ୟ ଛୁଟି ଘୋଷଣା କରିଛନ୍ତି ଆପଣଙ୍କର ଗଣଶିକ୍ଷା ବିଭାଗ। ତେବେ ଦର୍ଶକ ବନ୍ଧୁ, ସେ ଯାହା ବି ହେଉନା କାହିଁକି ବର୍ତ୍ତମାନ ତାପମାତ୍ରା ବଢ଼ୁଛି, ଗରମ ମଧ୍ୟ ବଢ଼ୁଛି। ସେହିପରି ଦର୍ଶକ ବନ୍ଧୁ, ଆପଣ ବାୟୁର ଚଳନ ଦେଖନ୍ତୁ କ'ଣ ରହିଛି। ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରୁ ଲଗାତାର ଶୁଷ୍କ ବାୟୁ ଏବଂ ଗରମ ବାୟୁ ପ୍ରଭାବରେ ପ୍ରବଳ ମାତ୍ରାରେ ତାପମାତ୍ରା ବଢ଼ୁଛି। ସେହିପରି ବଙ୍ଗୋପସାଗରରେ ସାମାନ୍ୟ ଗୁରୁଚାପ ବଳୟ ପ୍ରଭାବିତ ହେତୁ ଏହାର ପ୍ରଭାବରେ ସାମାନ୍ୟ ସାମୁଦ୍ରିକ ବାୟୁ ଉପକୂଳ ଓଡ଼ିଶା ଯେମିତି ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଗୋପାଳପୁର ଏହାର ଆଖପାଖ ଅଞ୍ଚଳରେ ସାମାନ୍ୟ ପ୍ରଭାବିତ ହେଉଛି। ତାପମାତ୍ରାରେ ତାରତମ୍ୟ ରହୁଛି, କିନ୍ତୁ ଦର୍ଶକ ବନ୍ଧୁ, ଗରମ ଗୁଳୁଗୁଳିରୁ ନିସ୍ତାର ମିଳିବାର ଆଶଙ୍କା ନାହିଁ। ମୁଁ ସାମାନ୍ୟ ଜୁମ୍ କରିବାକୁ ଚେଷ୍ଟା କରିବି, ଆପଣ ଦେଖନ୍ତୁ ଉତ୍ତର ପଶ୍ଚିମ ଦିଗରୁ ଲଗାତାର ଶୁଷ୍କ ବାୟୁ ଆସୁଛି, କିନ୍ତୁ ଆଜି ଦକ୍ଷିଣ ଓଡ଼ିଶାର 1-2ଟି ସ୍ଥାନରେ ହିମଜଳ ବୃଷ୍ଟିପାତ ହେବାର ଆଶଙ୍କା ରହିଛି। କିନ୍ତୁ ଆଗାମୀ ଦିନମାନଙ୍କରେ ସାମାନ୍ୟ ବର୍ଷାର ଆକ୍ଟିଭିଟି ଦେଖିବାକୁ ମିଳିପାରେ। ଆପଣ ଦେଖନ୍ତୁ 20ରୁ 21 ତାରିଖ ମଧ୍ୟରେ ଆପଣଙ୍କର ମାଲକାନଗିରି, କୋରାପୁଟ, ତା ସହିତ ରାୟଗଡ଼ା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, ଦକ୍ଷିଣ ଓଡ଼ିଶାର ଏହି 5-6ଟି ଜିଲ୍ଲାରେ ହାଲକା ଫୁଲକା ବର୍ଷା, କେତେକ ଅଞ୍ଚଳରେ ସାମାନ୍ୟ ବର୍ଷା ଦେଖିବାକୁ ମିଳିପାରେ। ଏହା ସହିତ 21ରୁ 22 ତାରିଖ ମଧ୍ୟରେ ଉତ୍ତର ଓଡ଼ିଶାର 2ଟି ଜିଲ୍ଲା ଯେମିତିକି କେଉଁଝର, ମୟୂରଭଞ୍ଜରେ ହାଲକା ଫୁଲକା ବର୍ଷା ଦେଖିବାକୁ ମିଳିପାରେ। ଏହା ସହିତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ମଧ୍ୟ ହାଲକା ଫୁଲକା ବର୍ଷା ଦେଖିବାକୁ ମିଳିପାରେ। 20-21 ଏହି ତାରିଖ ମାନଙ୍କରେ ହାଲକା ଫୁଲକା ବର୍ଷା ଦେଖିବାକୁ ମିଳିପାରେ। ତେବେ ଇଏ ଥିଲା ଆଜିର ପାଣିପାଗ ରିପୋର୍ଟ। ମୁଁ ଆପଣଙ୍କୁ ଯାହା କହିଲି, ମୁଁ ପୁଣି ଆସିବି ଆସନ୍ତାକାଲି ଆଉ ଏକ ନୂଆ ଅପଡେଟ୍ରେ। ନମସ୍କାର, ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ।